नमस्कार बंधु माने आपण मानक समस्त को नूतन वर्ष 2000 उपलक्षे हार्दिक शुभेच्छा एवं शुभकामना। बंधु माने आज भिडियोटी कन्या राशि व्यक्तिशेष मान बहुत गुरुत्वपूर्ण अटे, बहुत ही खास अटे। कारण आज भिडियो रे आमे माने जानिबा जे कन्या राशि व्यक्तिशेष मान आसवाक जाउथिबा नूतन वर्ष 2026 किपरि रहिबो। बंधु माने निश्चित भाव में आपणक मनरे एही जिज्ञासा रहिथिबो जे आसवाक जाउथिबा नूतन वर्ष 2026 टी आपणक पई किपरि रहिबो। आपणकर स्वास्थ्य, वैवाहिक जीवन, शिक्षा क्षेत्र, प्रेम जीवन, संतान, आपणकर पारिवारिक जीवन, दाम्पत्य जीवन, आपणकर चाकरी क्षेत्र, व्यापार वाणिज्य, आपणकर आय व्यय किपरि रहिबो, आपणकर भाग्य आपणको केते मात्रा साथ देबो। तो ए सबु विषय रे आज भिडियो रे आमे माने विस्तार भाव में आलोचना करिबा एवं भिडियो शेष रे किछि विशेष प्रतिकार मध्य जानिबा। जो प्रतिकार गुड़िक अवलंबन करने द्वारा आपण समस्त अशुभत्व को खंडन करी शुभ फल प्राप्ति करें। से बंधु माने आपण माने भिडियोटी को स्किप न करी शेष पर्यंत निश्चय देखंतु एवं आपणकर जदि कन्या राशि होइथाय तो भिडियोटी को लाइक करी चैनल टी को सब्सक्राइब कर दियंतु। तो बंधु माने आसंतु आरंभ करिबा आजिर एही कार्यक्रम को, जहाँ आपणकर जन्म राशि तथा चंद्र राशि उपर आधारित अटे। तो सर्वप्रथमे आसंतु जानि नेबा कन्या राशि व्यक्तित्व विषय। तेबे बंधु माने कन्या राशि व्यक्ति विशेष माने निजर विचार शक्ति पई अत्यंत लोकप्रिय होइथांती। कन्या राशि व्यक्ति विशेष माने जो जिनिस पछरे पड़ी जाइथांती ସେହି ଜିନିଷକୁ ହାସଲ ନ କଲା ପର୍ଯ୍ୟନ୍ତ ସେମାନେ ଚେଷ୍ଟା ଛାଡ଼ି ନଥାନ୍ତି। କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ସର୍ବଦା କୌଣସି ନା କୌଣସି ଜିନିଷରେ ତଲାସରେ ରହିଥାନ୍ତି। ତାହା ସେମାନଙ୍କର ଚାକିରି ହେଉ, ବ୍ୟବସାୟ ହେଉ, ରିଲେସନସିପ୍ ହେଉ, ତାଙ୍କର ପର୍ସନାଲ ଲାଇଫ୍ ହେଉ, କୌଣସି ନା କୌଣସି ଜିନିଷ ପଛରେ ସେ ସବୁବେଳେ ପଡ଼ି ରହିଥାନ୍ତି। ତ ଏବେ ଆସନ୍ତୁ ଜାଣିବା 2026 ମସିହାର ବାର୍ଷିକ ରାଶିଫଳ ଅନୁସାରେ। ତ ଆପଣଙ୍କ ପାଇଁ 2026ଟି ଅନେକ ଖୁସି ନେଇ ଆସିବାକୁ ଯାଉଅଛି। ବନ୍ଧୁମାନେ ପ୍ରଥମେ ତ 2026 ଆରମ୍ଭ ହେଉ ଆପଣଙ୍କର ଶତ୍ରୁମାନଙ୍କର ନାଶ ହେବ। ଆପଣଙ୍କର ଶତ୍ରୁମାନେ ଆପଣଙ୍କୁ ଈର୍ଷା କରିବେ, କିନ୍ତୁ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଯଦି ଆପଣଙ୍କର କୌଣସି କୋର୍ଟ କଚେରୀ ମାମଲା ଲାଗି ରହିଥିଲା ତ ସେଥିରୁ ମଧ୍ୟ ଆପଣ ବିଜୟ ଲାଭ କରିବେ। କିନ୍ତୁ ଏ କଥାକୁ ଭଲ ଭାବରେ ମନେ ରଖନ୍ତୁ ଯେ 2026 ମସିହାରେ ଆପଣ ଯେତେ ପାରିବେ ଋଣ କରଜ, ଲୋନ୍ ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ କିଛି ଲୋନ୍ ନେଉଛନ୍ତି, କିଛି ଋଣ କରଜ କରୁଛନ୍ତି ତ ତାହା ଶୁଝିବାକୁ ଆପଣଙ୍କୁ ବହୁତ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ। ତେଣୁ ଯେତେ ପାରୁଛନ୍ତି ଏସବୁ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଜୀବନ ସାଥୀଙ୍କର କିଛିଟା ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ମଧ୍ୟରେ ଟିକେ କଳି ଝଗଡ଼ା, ମନାନ୍ତର ମତାନ୍ତର ମଧ୍ୟ ଦେଖା ଦେଇପାରେ। ଯେଉଁମାନେ ବିବାହ କରିନାହାନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି ତ ଆପଣଙ୍କର ବିବାହ ଯୋଗ ମଧ୍ୟ ଏହି 2026 ମସିହାରେ ସେତେଟା ଭଲ ରହୁନାହିଁ। ଆପଣଙ୍କ ବିବାହରେ ଟିକେ ବିଳମ୍ବ ଦେଖା ଦେଉଛି। ଆପଣଙ୍କ ପିତା ପାଇଁ ମଧ୍ୟ 2026 ମସିହାଟି ଏତେ ଖାସ୍ ରହୁନାହିଁ। ଆପଣଙ୍କର ପିତାଙ୍କ ମଧ୍ୟରେ ଆପଣ ଧାର୍ମିକ କାର୍ଯ୍ୟକଳାପ ଅଧିକ ଦେଖିବାକୁ ପାଇବେ। ତାଙ୍କର ମନ ଧାର୍ମିକ କାର୍ଯ୍ୟକଳାପ ଆଡ଼କୁ ଅଗ୍ରଗତି ହେବ। ଆପଣଙ୍କର ସ୍ୱାସ୍ଥ୍ୟ କଥା ଯଦି କହିବା ତ ଏହି 2026 ମସିହାରେ ଆପଣଙ୍କର ଟିକେ ପିଠି ବ୍ୟଥା, ଅଣ୍ଟା ବ୍ୟଥା, ପେଟରେ ଯନ୍ତ୍ରଣା ଏଭଳି ସମସ୍ୟା ଦେଖା ଦେଇପାରେ। ତ ଆପଣ ଯେତେ ପାରିବେ ନିଜର ଲାଇଫଷ୍ଟାଇଲକୁ ଠିକ୍ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯୋଗ, ବ୍ୟାୟାମ, ପ୍ରାଣାୟାମ ଇତ୍ୟାଦି କରନ୍ତୁ। ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଯଦି ନିଜେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି, ନିଜର ଶରୀର ପ୍ରତି ଯତ୍ନଶୀଳ ରୁହନ୍ତି ତ ଏଗୁଡ଼ିକ ସେତେଟା ପ୍ରଭାବ ପକାଇ ପାରିବ ନାହିଁ। କିନ୍ତୁ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଖୁସିର କଥା ହେଉଛି ଆପଣଙ୍କର କ୍ୟାରିୟର, ଆପଣଙ୍କର ବିଜନେସ୍, ଆପଣଙ୍କର ଜବ୍ ପାଇଁ 2026 ମସିହାଟି ବହୁତ ଭଲ ରହିବାକୁ ଯାଉଅଛି। ଆପଣଙ୍କର କ୍ୟାରିୟରକୁ ନେଇକି ଯାହା ବି ସବୁ ସ୍ୱପ୍ନ ଥିଲା ସେ ସବୁ 2026 ମସିହାରେ ପୂରଣ ହେବାକୁ ଯାଉଅଛି। ଆପଣ ଆପଣଙ୍କ କ୍ୟାରିୟରରେ ବହୁତ ଅଧିକ ଗ୍ରୋଥ୍ କରିବେ। ଯଦି ଆପଣ ଚାକିରି କରୁଛନ୍ତି ତ ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ୍ ମିଳିବ। ଆପଣଙ୍କୁ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ। ଉପର ଅଫିସରଙ୍କ ସପୋର୍ଟ ଆପଣଙ୍କୁ ମିଳିବ। ଏବଂ ଯଦି ଆପଣଙ୍କ ପାଖରେ ଚାକିରି ନାହିଁ, ଆପଣ ଚାକିରି ପାଇଁ ପ୍ରିପେୟାର ହେଉଛନ୍ତି ତ ଆପଣଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି। କେବଳ ଆପଣ ଆପଣଙ୍କ ତରଫରୁ ଚେଷ୍ଟା ଜାରି ରଖନ୍ତୁ।
ଏବଂ ଯେଉଁମାନେ ବିଜନେସ୍ କରୁଛନ୍ତି ତ ବିଜନେସ୍ରେ ମଧ୍ୟ ଆପଣ ପ୍ରଫିଟ୍ ଦେଖିବାକୁ ପାଇବେ। ଆପଣଙ୍କର ଗ୍ରାହକ ବଢ଼ିବେ, ବିଜନେସ୍ରେ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଆପଣ ଆପଣଙ୍କର ବିଜନେସ୍କୁ ମଧ୍ୟ ଆଗକୁ ବଢ଼ାଇବେ। କିନ୍ତୁ ମନେ ରଖନ୍ତୁ, ଆପଣ ନିଜର ଭବିଷ୍ୟତ ପାଇଁ ଯାହା ବି କିଛି ପ୍ଲାନିଂ କରୁଛନ୍ତି, ଆପଣଙ୍କର କ୍ୟାରିୟର ପାଇଁ ହେଉ, ଆପଣଙ୍କର ଜବ୍କୁ ନେଇ ହେଉ କିମ୍ବା ଆପଣଙ୍କର ବିଜନେସ୍କୁ ନେଇକି ହେଉ, ଯାହା ସବୁ ପ୍ଲାନିଂ ଆପଣଙ୍କର ମନରେ ଅଛି, ଆପଣ ଅନ୍ୟ କାହାକୁ ସେ ବିଷୟରେ କିଛି ଜଣାନ୍ତୁ ନାହିଁ। ବନ୍ଧୁମାନେ ମନେ ରଖନ୍ତୁ, ଯଦି ଆପଣ ଆପଣଙ୍କର ଭାଇ ଭଉଣୀମାନଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି, ଆପଣଙ୍କ ମଧ୍ୟରେ ସମ୍ପର୍କ ଠିକ୍ଠାକ୍ ଅଛି, ତ 2026 ମସିହାରେ ଆପଣଙ୍କୁ ଆପଣଙ୍କର ଭାଇ ଭଉଣୀଙ୍କ ଠାରୁ କୌଣସି ବଡ଼ ସହଯୋଗର ପ୍ରାପ୍ତ ହୋଇପାରେ। କିନ୍ତୁ ଯଦି ଆପଣଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ତ ଏହି 2026 ମସିହାରେ ମଧ୍ୟ ଆପଣଙ୍କ ମଧ୍ୟରେ କିଛି ଡିଷ୍ଟର୍ବାନ୍ସ ହୋଇପାରେ। ତ ଆପଣ ଚେଷ୍ଟା କରନ୍ତୁ ନିଜର ଭାଇ ଭଉଣୀଙ୍କ ସହିତ ସମ୍ପର୍କକୁ ଭଲ ରଖିବା ପାଇଁ। ବନ୍ଧୁମାନେ 2026 ମସିହାର ଯେଉଁ ପ୍ରଥମ 6 ମାସ ରହୁଛି, ସେ 6 ମାସରେ ଆପଣ ଅନ୍ୟମାନଙ୍କୁ ଅଧିକ ସାହାଯ୍ୟ କରିବାରେ ସମୟ ଦେବେ। ଆପଣ ଅନ୍ୟମାନଙ୍କର ଲଢ଼େଇ ଝଗଡ଼ା ତୁଟାଇବାରେ, ଅନ୍ୟମାନଙ୍କୁ ହେଲ୍ପ କରିବାରେ, ଅନ୍ୟମାନଙ୍କର ପ୍ରୋବ୍ଲେମକୁ ସଲ୍ଭ କରିବାରେ ଅଧିକ ସମୟ ଦେବେ। କିନ୍ତୁ ପରେ ଆପଣ ଅନୁଭବ କରିବେ ଯେ ଆପଣ ଯାହା ପାଇଁ ଯାହା କରିଛନ୍ତି ତାହା ଯେମିତି ବୃଥା ଥିଲା। ଆପଣଙ୍କୁ କୌଣସି ବି ପ୍ରଶଂସା ମିଳିଲା ନାହିଁ, କିନ୍ତୁ ତା ବଦଳରେ ଆପଣଙ୍କୁ ନିନ୍ଦା ମିଳିଲା। ତ ଆପଣ ଯାହା ପାଇଁ ଯେତେ କରିବା କଥା ବାସ୍ ସେତିକି ହିଁ କରନ୍ତୁ। ବାକି ସମୟ ଆପଣ ନିଜ ପାଇଁ ଦିଅନ୍ତୁ। ଆପଣ ଦରକାର ଠାରୁ ଯଦି ଅଧିକ କାହା ପାଇଁ କିଛି କରୁଛନ୍ତି, ତ ତା ପାଇଁ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିପାରେ। ବନ୍ଧୁମାନେ, ଏହି 2026 ମସିହାଟି ଆପଣଙ୍କର ଆର୍ଥିକ ସ୍ଥିତି ପାଇଁ ବହୁତ ଭଲ ରହିବ। ଏହି 2026 ମସିହାରେ ଆପଣ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ପୂର୍ବରୁ ଆପଣଙ୍କର ଯାହା ବି କିଛି ଆର୍ଥିକ ସମସ୍ୟା ଲାଗି ରହିଥିଲା, ତ ସେସବୁ ଧୀରେ ଧୀରେ ଦୂର ହୋଇଯିବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବା। 2026 ମସିହାର ଶେଷ ଆଡ଼କୁ ଆପଣଙ୍କ ମଧ୍ୟରେ ଆଧ୍ୟାତ୍ମିକତା ବଢ଼ିବ। ଆପଣ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ, ଧାର୍ମିକ କାର୍ଯ୍ୟକଳାପରେ ଯୋଗ ଦେବେ, ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହେବ। ତେବେ ବନ୍ଧୁମାନେ, 2026 ମସିହାଟି ଆପଣଙ୍କର ବିବାହର ଯୋଗ କିମ୍ବା ବୈବାହିକ ଜୀବନ ପାଇଁ ସେତେଟା ଭଲ ରହୁନାହିଁ। କିନ୍ତୁ ତାପରେ ବି ଆପଣ ନିଜର ଜନ୍ମକୁଣ୍ଡଳୀ କୌଣସି ଭଲ ଜ୍ୟୋତିଷଙ୍କ ନିକଟରେ ଦେଖାଇ ପାରିବେ। କାରଣ ଯଦି ଆପଣଙ୍କ ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ମଜବୁତ ଥାଏ, ତ ସେ କ୍ଷେତ୍ରରେ ଆପଣଙ୍କର ବିବାହ ଯୋଗ ଥାଇପାରେ କିମ୍ବା ବୈବାହିକ ଜୀବନ ଭଲ ଥାଇପାରେ। କିନ୍ତୁ ଗ୍ରହମାନଙ୍କର ଗୋଚର ଅନୁସାରେ 2026 ମସିହାଟି ଆପଣଙ୍କର ବୈବାହିକ ଜୀବନ ପାଇଁ ସେତେଟା ଭଲ ରହୁନାହିଁ। କିନ୍ତୁ ଅନ୍ୟ କ୍ଷେତ୍ରରେ ଦେଖିଲେ 2026 ମସିହାରେ ଆପଣ ଯେଉଁଠାରେ ଅଛନ୍ତି ସେଠାରେ 4-5 ପାଦ ଆଗକୁ ଯାଇପାରିବେ। ବନ୍ଧୁମାନେ ମନେ ରଖନ୍ତୁ, ଏହି 2026 ମସିହାରେ ଆପଣଙ୍କୁ ଆପଣଙ୍କର ପିତାଙ୍କ ଠାରୁ ଯେତେ ମାତ୍ରାରେ ଆଶୀର୍ବାଦ ମିଳିବ, ଆପଣ ସେତେ ଅଧିକ ଉନ୍ନତି କରିବେ। ତେଣୁ ଆପଣ ଆପଣଙ୍କର ପିତାଙ୍କ ସହିତ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ତାଙ୍କର ସେବା କରନ୍ତୁ, ତାଙ୍କର ଯାହା ସବୁ ଆବଶ୍ୟକତା ଅଛି ତାକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ। କେବଳ 2026 ମସିହାରେ ନୁହେଁ, ପ୍ରତ୍ୟେକ ପିଲାମାନେ ନିଜର ପିତାମାତାଙ୍କର ଦାୟିତ୍ୱ ସବୁବେଳେ ବହନ କରିବା ଉଚିତ। ସେମାନଙ୍କୁ ସର୍ବଦା ଖୁସିରେ ରଖିବା ଉଚିତ। କାରଣ ପିତାମାତାଙ୍କର ଆଶୀର୍ବାଦ ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହୋଇଥାଏ। ତେଣୁ ବନ୍ଧୁମାନେ, ଆପଣ ଯେତେ ପାରିବେ ନିଜର ପିତାଙ୍କର ମାତାଙ୍କର ସେବା କରନ୍ତୁ। ତାଙ୍କର ଆଶୀର୍ବାଦ ହିଁ ଉନ୍ନତିର ଚାବିକାଠି ହୋଇପାରିବ। ଏବଂ ଆପଣ 2026 ମସିହାରେ ଯେତେ ପାରିବେ ଭଗବାନ ସୂର୍ଯ୍ୟଙ୍କର ଆରାଧନା କରନ୍ତୁ। ଏବଂ ଏହି 2026 ମସିହାରେ ଆପଣଙ୍କର ଏକାଦଶ ଭାବରେ ଗୁରୁ ମଧ୍ୟ ଉଚ୍ଚସ୍ଥ ହେବାକୁ ଯାଉଛନ୍ତି। ତ ନିଶ୍ଚିତ ଭାବରେ ଆପଣଙ୍କର ଅନେକ ଗୁଡ଼ିଏ ଇଚ୍ଛା ମଧ୍ୟ ଏହି 2026 ମସିହାରେ ପୂରଣ ହେବାକୁ ଯାଉଛି। କାରଣ ଏକାଦଶ ଭାବଟି ହୋଇଥାଏ ଲାଭର ଭାବ, ଇଚ୍ଛାବୃତ୍ତିର ଭାବ। ତ ନିଶ୍ଚିତ ଭାବରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଅନେକ ଗୁଡ଼ିଏ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଯାଉଛନ୍ତି। ଗୁରୁ ହେଉଛନ୍ତି ଆଶୀର୍ବାଦର କାରକ ଗ୍ରହ, ଶୁଭତ୍ୱର କାରକ ଗ୍ରହ। ତ ନିଶ୍ଚିତ ଭାବରେ ଆପଣଙ୍କୁ ଦେବଗୁରୁ ବୃହସ୍ପତିଙ୍କର ଅନେକ ଆଶୀର୍ବାଦ ପ୍ରାପ୍ତି ହେବାକୁ ଯାଉଛି। ତେବେ ମନେ ରଖନ୍ତୁ, ଆପଣଙ୍କ ଘରେ ହେଉ କିମ୍ବା ଅଫିସରେ ହେଉ, ଆପଣ ଅଯଥା ଯୁକ୍ତିତର୍କ ଠାରୁ ଯେତେ ପାରିବେ ଦୂରେଇ ରୁହନ୍ତୁ। ଏସବୁରେ ଆପଣ ନିଜର ସମୟ ନଷ୍ଟ କରନ୍ତୁ ନାହିଁ। 2026 ମସିହାରେ ଜୁନ୍ ମାସ ପରଠାରୁ ଆପଣଙ୍କର ଭାଗ୍ୟ ସାଥ ଦେବାକୁ ଲାଗିବ।
ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ବଦଳରେ ଉନ୍ନତି କରିବେ। ଅଳ୍ପ ପରିଶ୍ରମରେ ମଧ୍ୟ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇପାରିବ। ଯଦି ଆପଣ ମାର୍କେଟିଂର କାମ କରୁଛନ୍ତି, ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି, ଟ୍ରାଭେଲିଂର କାମ କରୁଛନ୍ତି, ଯଦି ଆପଣ ଅନଲାଇନରେ କାମ କରୁଛନ୍ତି, ତ ଏସବୁ କ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ମିଳିବାକୁ ଯାଉଛି। ଯେତେବେଳେ ଗୁରୁ ଆପଣଙ୍କର ଏକାଦଶ ଭାବକୁ ଆସିଯିବେ, ତ ଆପଣଙ୍କର ସମାଜରେ ମାନ ସମ୍ମାନ ମଧ୍ୟ ବଢ଼ିବ। ତ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ। ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହିଛି ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ତ ବନ୍ଧୁମାନେ, ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଆପଣଙ୍କର ରାଶାଧିପତି ବୁଧଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ତ ବନ୍ଧୁମାନେ, 2026 ମସିହାଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।